ଜୁହାର କେନ୍ତା ଅଛ ସବେ ଆଶା କରୁଛେ ସବେ ଭଲ ଥିବେ ମୁଁ ବି ଭଲ ଅଛି ଫ୍ରେଣ୍ଡସ୍ ମୋ ନାଁ ହେଉଛି ଫକୀର ବେହେରା ଆପଣମାନେ ଦେଖୁଛନ୍ତି ଓଡ଼ିଆ ଶିକ୍ଷା ୟୁଟ୍ୟୁବ୍ ଚ୍ୟାନେଲ୍ ଆସନ୍ତୁ ଫ୍ରେଣ୍ଡସ୍ ଆଜିର ଅପଡେଟ୍କୁ ଆମେ ଆରମ୍ଭ କରିଦେବା ଚାଷୀକୁ ବଡ଼ ଝଟକା ହଁ ଫ୍ରେଣ୍ଡସ୍ ମାନେ ଆପଣମାନେ ଠିକ୍ ଶୁଣିବେ କି ଚାଷୀକୁ ବଡ଼ ଝଟକା କାରଣ ଫ୍ରେଣ୍ଡସ୍ ଆଉ ମିଳିବ ନାହିଁ ସିଏମ୍ କିଷାନ ଯୋଜନା ଟଙ୍କା ତ ଫ୍ରେଣ୍ଡସ୍ ଦେଖନ୍ତୁ ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ବାହାରିଲା ପରେ ତାଙ୍କ ସିଏମ୍ କିଷାନ ଟଙ୍କା କାଟି ଦିଆଯିବ ହଁ ଫ୍ରେଣ୍ଡସ୍ ଯଦି ଆପଣ ବି ଅଯୋଗ୍ୟ ହିତାଧିକାରୀ ମଧ୍ୟରେ ଥାନ୍ତି ତେବେ ଆପଣଙ୍କ ମଧ୍ୟ ସିଏମ୍ କିଷାନ ଟଙ୍କା କଟିଯିବ ଯେଉଁମାନେ ବି ଆଗରୁ ସିଏମ୍ କିଷାନ ଟଙ୍କା ପାଉଥିଲେ ଅନେକ ଲୋକଙ୍କ ସିଏମ୍ କିଷାନ କଟି ସାରିଛି ଏବଂ ଆଗକୁ ମଧ୍ୟ ଅନେକ ଲୋକଙ୍କ କଟିବାର ବାକି ଅଛି ତ ଯଦି ଆପଣ ବି ସିଏମ୍ କିଷାନରେ ଟଙ୍କା ପାଉଥିଲେ ନିଶ୍ଚିତ ଭାବେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ତ ଫ୍ରେଣ୍ଡସ୍ ଯେମିତିକି ଆପଣମାନେ ଜାଣିଛନ୍ତି କି ଗତ ଥର ଯେଉଁ ସିଏମ୍ କିଷାନ ଟଙ୍କା ମିଳିଥିଲା ସେଥିରେ 10 ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ କାଟି ଦିଆଯାଇଥିଲା ଏବଂ ଏହି ବର୍ଷ ଫ୍ରେଣ୍ଡସ୍ ଆଉ ଥରେ ଆପଣମାନଙ୍କୁ ମିଳିବାକୁ ଯାଉଛି ଯେଉଁଟାକି ନୂଆଖାଇ ଦିନ ଆପଣମାନଙ୍କୁ ମିଳିବ ଏଥିରେ ମଧ୍ୟ ଅନେକ ଲୋକଙ୍କ ଡିଲିଟେଡ୍ ହେଇଯିବ ବା କାଟି ଦିଆଯିବ ତ କେଉଁମାନଙ୍କ କଟିବ ଦେଖନ୍ତୁ ଯେଉଁମାନେ ବି ଅଯୋଗ୍ୟ ହିତାଧିକାରୀ ଥିବେ ଗୋଟିଏ ଫ୍ୟାମିଲିରେ 2ରୁ 3 ଜଣ ଟଙ୍କା ପାଉଥିବେ ବା ଅନ୍ୟ କୌଣସି ଇସ୍ୟୁ ଥିବ ଯେଉଁଟାକି ଆପଣଙ୍କ ଡକୁମେଣ୍ଟରେ ଫେରଫାର ଥିବ ସେମାନଙ୍କ କଟିଯିବ ତ ଆପଣ ଯଦି ସିଏମ୍ କିଷାନରେ ଟଙ୍କା ପାଉଛନ୍ତି ନିଶ୍ଚିତ ଭାବେ ଆପଣମାନଙ୍କ ଷ୍ଟାଟସଟା ଆପଣ ଚେକ୍ କରିନିଅନ୍ତୁ କି ଆପଣ ଇଜିବଲ୍ ଅଛନ୍ତି କି ଆପଣମାନେ ନନ୍ ଇଜିବଲ୍ ଆପଣଙ୍କ କଟି ସାରିଅଛି ଆପଣମାନେ ନିଶ୍ଚିତ ଭାବେ ଚେକ୍ କରି ନେବେ ଏବଂ ଫ୍ରେଣ୍ଡସ୍ ଦେଖନ୍ତୁ ଯେଉଁମାନେ ବି ସିଏମ୍ କିଷାନରେ ଟଙ୍କା ପାଉଛନ୍ତି କାରଣ କ'ଣ ହେଇଛି ନା ଅନେକ ଲୋକଙ୍କ କଟିବାର ତ ଦେଖନ୍ତୁ ଗୋଟିଏ ଗୋଟେ ଯେଉଁ ଜମି ପାର୍ଚା ରହିଅଛି ତ ସେଥିରେ 8 ଜଣ 9 ଜଣ ମଧ୍ୟ ଟଙ୍କା ପାଉଛନ୍ତି ଯେଉଁଟାକି ତାଙ୍କ ଜେଜେବାପାଙ୍କ ହଉ ବା ତାଙ୍କ ବାପାଙ୍କ ନାମରେ ଥାଉ ସେମିତି ନେଇ ଫ୍ରେଣ୍ଡସ୍ ଆପଣମାନେ ଫାର୍ମର ରେଜିଷ୍ଟ୍ରି କରିବେ ସେହି ଆପଣମାନଙ୍କ ପାର୍ଚା ଅନୁଯାୟୀ ତେବେ ଯେ ଆପଣମାନେ ସିଏମ୍ କିଷାନରେ ଟଙ୍କା ପାଇପାରିବେ ନଚେତ୍ ଆପଣମାନେ ଟଙ୍କା ପାଇପାରିବେ ନାହିଁ ଏବଂ ଫ୍ରେଣ୍ଡସ୍ ଅନେକ ଲୋକ ଭୁଲ ତଥ୍ୟ ଦେଇଛନ୍ତି ଯେତେବେଳେ ଆପ୍ଲାଏ କରିଥିଲି ସେଥିପାଇଁ ମଧ୍ୟ ଟଙ୍କା କଟିଯିବ ବା ଆପଣମାନେ ପାଇପାରିବେନି ସିଏମ୍ କିଷାନ ଟଙ୍କା ଏବଂ ଫ୍ରେଣ୍ଡସ୍ ମୁଁ ଗୋଟେ କଥା କହି ରଖୁଛି କି ଯେଉଁମାନଙ୍କୁ ଆଗରୁ କଟି ସାରିଛି ଯଦି ସେମାନଙ୍କ ତଥ୍ୟ ଠିକ୍ ଥିବ ତେବେ ସେମାନେ ଯଦି ସଂଶୋଧନ କରିନେବେ ତେବେ ପୁଣି ଥରେ ସେମାନେ ଟଙ୍କା ପାଇବା ଆରମ୍ଭ ହେଇଯିବ ଆଉ ଫ୍ରେଣ୍ଡସ୍ ମାନେ ଆପଣମାନେ ଶୁଣିଲେ ଏବଂ ଯେଉଁମାନଙ୍କ ତଥ୍ୟ ଭୁଲ ଥିବ ଏବଂ ସିଏମ୍ କିଷାନ କଟିଯାଇଛି ସେମାନେ ଆଉ ଥରେ ଆପଣମାନେ କରିପାରିବେ ନାହିଁ କାରଣ ଫ୍ରେଣ୍ଡସ୍ ବର୍ତ୍ତମାନ ସୁଦ୍ଧା ଆପଣ ସେୟାକୁ କରେକ୍ସନ୍ କଲେ ମଧ୍ୟ ଆପଣଙ୍କ ଆପ୍ରୁଭାଲ୍ ହେବା ପାଇଁ ବହୁତ ସମୟ ନେବ ସେଥିପାଇଁ ତାହା ମୁସ୍କିଲ ହେଇପାରେ ଫ୍ରେଣ୍ଡସ୍ ଦେଖନ୍ତୁ ଯେଉଁମାନେ ବି ସିଏମ୍ କିଷାନରେ ଟଙ୍କା ପାଉଛନ୍ତି ନିଶ୍ଚିତ ଭାବେ ଆପଣ ଜାଣିଥିବେ କି କୃଷକ ରେଜିଷ୍ଟ୍ରି ଆପଣମାନଙ୍କ ମ୍ୟାଣ୍ଡେଟୋରି କରିଦିଆଯାଇଛି ଯଦି ତାହାକୁ ଆପଣମାନେ ନ କରିବେ ତେବେ ଆପଣମାନେ ଆଗକୁ ମଧ୍ୟ ଟଙ୍କା ପାଇପାରିବେ ନାହିଁ ଆପଣଙ୍କ ଲିଷ୍ଟ କାଟି ଦିଆଯିବ ସେଥିପାଇଁ ଫ୍ରେଣ୍ଡସ୍ ମୁଁ ଆପଣମାନଙ୍କୁ କହୁଛି ବାରମ୍ବାର କହୁଛି କି ଯେଉଁମାନେ ବି ଯେଉଁ ଚାଷୀ ଭାଇମାନେ ବା ଯେଉଁ ଭୂମିହୀନମାନେ ବି ଟଙ୍କା ପାଉଛନ୍ତି ନିଶ୍ଚିତ ଭାବେ ଆପଣମାନେ ଫାର୍ମ ରେଜିଷ୍ଟ୍ରି କରି ନିଅନ୍ତୁ କାରଣ ଆପଣ ଏହା ନ କଲେ ଆପଣମାନଙ୍କ ସିଏମ୍ କିଷାନ ହୁଏତ ଆଗକୁ ମଧ୍ୟ କଟିଯିବ ଏବଂ ଆପଣ ଯଦି ପିଏମ୍ କିଷାନ ପାଉଥିବେ ତାହା ମଧ୍ୟ କଟିଯିବ ତ ଫ୍ରେଣ୍ଡସ୍ ଦେଖନ୍ତୁ ଯେଉଁମାନେ ବି ସିଏମ୍ କିଷାନରେ ଟଙ୍କା ପାଉଛନ୍ତି ତ ଆଗାମୀ କିସ୍ତିଟି ଆପଣମାନଙ୍କୁ ନୂଆଖାଇ ଦିନ ମିଳିବାକୁ ଯାଉଛି ତ ଆପଣମାନେ ସଂଶୋଧନ କରିନିଅନ୍ତୁ ଯାହାର ଭୁଲ ଅଛି ଆପଣମାନେ ସିଏମ୍ କିଷାନ ମେନ୍ ୱେବସାଇଟ୍କୁ ଯାଆନ୍ତୁ ଏବଂ ଆପଣମାନେ ସଂଶୋଧନ କରିପାରିବେ ଏବଂ ଫ୍ରେଣ୍ଡସ୍ ମୁଁ ଆଉ ଗୋଟେ କଥା ଆପଣମାନଙ୍କୁ କହି ରଖୁଛି ଯାହାର ଯଦି ଅଯୋଗ୍ୟ ହିତାଧିକାରୀ ଯେଉଁ କହିଲି ମୁଁ ଆପଣମାନଙ୍କୁ ଯଦି ସେମିତି କିଛି ଆପଣ ଥାଆନ୍ତି ତେବେ ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ଆପଣଙ୍କ କାଟି ଦିଆଯିବ କାରଣ ଫ୍ରେଣ୍ଡସ୍ ଆଗରୁ କ'ଣ ଥିଲା ନା ଯେତେବେଳେ କାଳିଆ ଯୋଜନା ଥିଲା ତ ଗୋଟିଏ ସ୍ୱାମୀ ସ୍ତ୍ରୀ ତାଙ୍କ ଛୁଆ ସମସ୍ତେ ଆପ୍ଲାଏ କରି ଦେଉଥିଲେ ଏବଂ ହଉ ବି ଥିଲା ତ ତାହାକୁ ଆଧାରରେ କରି ବର୍ତ୍ତମାନ ନାମ ପରିବର୍ତ୍ତନ କରାଗଲା ଯେଉଁଟାକି ଯେଉଁ ସମୟରେ ବିଜେପି ସରକାର ଆସିଲେ ନାମ ପରିବର୍ତ୍ତନ କଲା ପରେ ସେହି କାଳିଆ ଯୋଜନାକୁ ସିଏମ୍ କିଷାନ କରିଦିଆଗଲା ଏବଂ ଏଥିରେ ପୁଣି ଥରେ ଆପଣମାନଙ୍କ ଭେରିଫିକେସନ୍ ପାଇଁ କରାଗଲା ଏବଂ ଅନେକ ଲୋକଙ୍କ କାଟି ଦିଆଯାଉଅଛି ଆପଣଙ୍କୁ ବି ସେ ହୁଏତ କାଟିପାରେ ଯଦି ଆପଣ ବି ଏମିତି କିଛି ଆପ୍ଲାଏ କରିଛନ୍ତି ତେବେ ଆପଣଙ୍କ ମଧ୍ୟ କଟିଯିବ ଏବଂ ଆଉ ଗୋଟେ କଥା ଫ୍ରେଣ୍ଡସ୍ ମୁଁ ଏଠାରେ କହି ରଖୁଛି କି ଯେଉଁମାନେ ବି ସିଏମ୍ କିଷାନରେ ଟଙ୍କା ପାଉଛନ୍ତି ନିଶ୍ଚିତ ଭାବେ ହୁଏତ ଆପଣ ପାଉଥିଲେ ମଧ୍ୟ ଥରେ ଆପଣ ଷ୍ଟାଟସ୍ଟିକୁ ଚେକ୍ କରି ନିଅନ୍ତୁ କାରଣ ଆପଣ ଜାଣିପାରିବେ କି ଆପଣ ପାଉଛନ୍ତି କି ଆପଣଙ୍କ ଲିଷ୍ଟ ମଧ୍ୟ କଟି ସାରିଛି ଏହା ହିଁ ଥିଲା ଫ୍ରେଣ୍ଡସ୍ ଆଜିର କିଛି ନ୍ୟୁ ଅପଡେଟ୍ ଆଇ ହୋପ୍ ଆଜିର ଅପଡେଟ୍ଟି ଆପଣମାନଙ୍କୁ ନିଶ୍ଚିତ ଭାବେ ଭଲ ଲାଗିଥିବ